ବ୍ଲକ ସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ। କଳା ଓ କଳାକାର ହିତୈଷୀ ମହାମଞ୍ଚ ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଂଘ ପକ୍ଷରୁ ଏକ କଳାକାର ସମାବେଶ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରାସ୍ଥିତ ନୃସିଂହ ମନ୍ଦିର ପରିସରରେ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ରଞ୍ଜିତ କୁମାର ପାତ୍ର ସ୍ୱାଗତ ଭାଷଣ କ୍ରମରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଚଳିତ ମାର୍ଚ୍ଚ 25 ତାରିଖ ଦିନ ଏକ ବ୍ଲକ ସ୍ତରୀୟ କଳାକାର ସମାବେଶ ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା। ତଦନୁସାରେ ଉକ୍ତ ଦିନ ପୂର୍ବାହ୍ନ 9 ଘଟିକାରେ ବେଲଗୁଣ୍ଠା ବ୍ଲକ ଛକଠାରୁ ଏକ କଳାକାର ଶୋଭାଯାତ୍ରା ବାହାରି ବ୍ଲକ ଅଭିମୁଖେ ଯାତ୍ରା କରି ସେଠାରେ ଉଭୟ କଳା ଓ କଳାକାରଙ୍କ ହିତ ନିମନ୍ତେ 9 ଦଫା ଦାବି ସମ୍ବଳିତ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯିବ। ତତ୍ପରେ ନେଟଙ୍ଗା ସ୍ଥିତ ଗୁପ୍ତେଶ୍ୱର ମନ୍ଦିର ପରିସରରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହେବ। କଳାକାର ଶୋଭାଯାତ୍ରାରେ ବେଲଗୁଣ୍ଠା ବ୍ଲକ ସମେତ ନିକଟବର୍ତ୍ତୀ ବ୍ଲକର କଳାକାରମାନେ ନାନାଦି ବେଶଭୂଷାରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ଅଂଶଗ୍ରହଣ ନିମନ୍ତେ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। ସର୍ବଶ୍ରୀ ଶିବ ରାଉତ, ରାଜେନ୍ଦ୍ର ଗୌଡ଼, ଗନ୍ଧି ସ୍ୱାଇଁ, କାହ୍ନୁଚରଣ ଷଡ଼ଙ୍ଗୀ, ନାରାୟଣ ଗୌଡ଼, ପ୍ରଫୁଲ୍ଲ ଭୂୟାଁ, ରମେଶ ଗୌଡ଼ ପ୍ରମୁଖ ସମସ୍ତ କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସଭାପତି ସୀମାନ୍ତ ନଟରାଜ, ଡାକ୍ତର ତିରୁପତି ସାହୁ ଏବଂ ସମ୍ପାଦକ ସୁଭାଷ ଚନ୍ଦ୍ର ସାହୁ ରୋଶନ ଭିଡିଓ କନଫରେନ୍ସ ଯୋଗେ ଶୁଭେଚ୍ଛା ଜ୍ଞାପନ ସହ କଳାକାରମାନଙ୍କ ମଧ୍ୟରେ ଭାଇଚାରା ବଜାୟ ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ। ପରିଶେଷରେ ବ୍ଲକ ସଂଯୋଜକ ଈଶ୍ୱର ଗୌଡ଼ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ ରୋଶନଙ୍କ ରିପୋର୍ଟ।